संपादकों निलंबन पर नूतन संपादकों दायित्व आउ केबे मानिया लोभरे एआरसीएस साजिछन्ति कि निरपदष्टा सेपटे संपादक नथिबारु चाषी सार और इंश्योरेंस हो पारुनथिबा बेले नाना अवस्था भोगुछन्ति चाषी। ଆପଣ ଏଇ ଯେ ଅଞ୍ଚଳରେ ଅନେକ ବାର ଅଭିଯୋଗ ଆଣିଛନ୍ତି ସମ୍ପାଦକ ଯେ ରହିଛନ୍ତି ଜ୍ଞାନରଞ୍ଜନ ନାୟକ ଚାଷୀଙ୍କୁ ଶୋଷଣ କରୁଛନ୍ତି ତାକୁ ତ ଶୋଷଣ କରିସାରିଲା ପରେ ଯେଉଁ ଚାଷୀ ଶୋଷଣ କରିତା ଅଭିଯୋଗ ତାକୁ ସସ୍ପେଣ୍ଡ କରାଗଲା ତେବେ ସସ୍ପେଣ୍ଡ ପରେ କ'ଣ ସମସ୍ୟା ରହିଛି? ଯାହା ହଉ ବହୁତ ଦିନ ପରେ ଆମ ଦୁଃଖ ସରକାର ଶୁଣିଛନ୍ତି, ଆମ ଗୁହାରି ଶୁଣିଛନ୍ତି, ମାନେ ନିଲମ୍ବନ କରିଛନ୍ତି। ତାପରେ ବି ସେ ପଇସା କାରବାର କରି ବୋର୍ଡ ମେମ୍ବର ମାନଙ୍କୁ ଧରି ଏ ପର୍ଯ୍ୟନ୍ତ ବି ନୂଆ ଯିଏ ପୋଷ୍ଟିଂ ହେବା କଥା ଏ ପର୍ଯ୍ୟନ୍ତ ପୋଷ୍ଟିଂ ନାଁ ଗଡ଼ୁଛି କିନ୍ତୁ ପୋଷ୍ଟିଂ ହେଇନାହାନ୍ତି। ଏଠି ଚାଷୀମାନେ ଚାଷୀକୁ ଆଜି ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଟାକି ସେ ଇନ୍ସୁରାନ୍ସ ହେଉ କି ଟୋକନ କ୍ଷେତ୍ରରେ ହେଉ କି ସାର କ୍ଷେତ୍ରରେ ହେଉ ଯେକୌଣସି କ୍ଷେତ୍ରରେ ବି ହେଉ ଚାଷୀମାନେ ଆଜି ବହୁତ 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 ଦୁଃଖ ପ୍ରକାଶ କରୁଛନ୍ତି। ସେ କ'ଣ ଆପଣ ଦାବି ରହିଛି? ଦାବି ରହିଛି ଯେ ପୂର୍ବରୁ ଯେଉଁ ଥିଲେ ସେକ୍ରେଟାରୀ ଥିଲେ ସମ୍ପାଦକ ଥିଲେ ସେମାନେ ଯାହା ତାଙ୍କୁ ତ ନିଲମ୍ବନ କରାଯାଇଛି କିନ୍ତୁ ବର୍ତ୍ତମାନ ତାଙ୍କୁ ପୁରା ଡିସମିସ୍ କରାଯାଇ ଯିଏ ନୂଆ ଆସୁଛନ୍ତି ତାଙ୍କୁ ତୁରନ୍ତ ଏଠି ପୋଷ୍ଟିଂ କରାଯାଉ। ତେବେ ବିଳମ୍ବନ କଲେ ଆପଣ କ'ଣ ନିଷ୍ପତ୍ତି ନେବେ? ବାଧ୍ୟ ହୋଇକି ରାଜରାସ୍ତାକୁ ଓହ୍ଲାଇବୁ, ଜିଲ୍ଲାପାଳ ଅଫିସରେ ଧାରଣା ଦେବୁ। अन्यपटे समस्या तुरंत समाधान करा नगले जिलापाल कार्यालय आगे धारणा देवे बोली चाषी चेतावनी। ମୋ ନାଁ ରମେଶ କୁମାର ସେଠୀ ଚାଷୀ ଯେ ଆପଣଙ୍କ ସହିତ କ'ଣ କ'ଣ ଶୋଷଣ ହେଇଥିଲା ଆଉ ଏବେ ଆପଣ କ'ଣ ମତ ଦେବେ ଏହା ଉପରେ? ଆମର ଏଇଠି ଯେଉଁ ସୋସାଇଟିର ରାଜନଗର ପଞ୍ଚାୟତର ସୋସାଇଟିର ସେକ୍ରେଟାରୀ ଜ୍ଞାନରଞ୍ଜନ ନାୟକ ଆମ ଚାଷୀମାନଙ୍କୁ ନାହିଁ ନଥିବା ହଇରାଣର ସମ୍ମୁଖୀନ କରାଇଛି। ଆମେ ଦୀର୍ଘ ବର୍ଷ ହେଲା ଦୌଡ଼ି ଦୌଡ଼ି ତାଙ୍କ ପାଖରୁ ବହୁତ ହଇରାଣ ହେଇଛୁ। ଆମେ କୌଣସି ଉପଯୁକ୍ତ ନ୍ୟାୟ ତାଙ୍କ ପାଖରୁ ପାଇପାରିଲୁ ନାହିଁ। ଏ ଯେଉଁ କୁଜି ନେତା ରାଜନେତାଙ୍କ ଦ୍ୱାରା ସେ ପରିଚାଳିତ ଯେଉଁମାନେ କମିଟିର ମେମ୍ବର ଅଛନ୍ତି ସେମାନଙ୍କ ଘର ପିଛା 10ଟା 15ଟା ଟୋକନ ପାଇଲେ, ଆମେ ଗୋଟିଏ ହେଲେ ଟୋକନ ପାଇଲୁ ନାହିଁ। ଆମକୁ କନ୍ଦେଇ କନ୍ଦେଇକି ସେ ଛାଡ଼ିଲା। ଶେଷରେ ବର୍ତ୍ତମାନ ଆମ ପାଖରୁ ଧାନ ନେଇଗଲା, ଟୋକନ ଦେଲାନି, ପଇସା ପାଇଲୁନି। ବର୍ତ୍ତମାନ ଚାଷ ସମୟ, ଆମେ ଯେଉଁ ମାଣେକଣା ଚାଷ କରୁଛୁ ସାର ପାଇନୁ, ବାହାରକୁ ଗଲାବେଳକୁ ସାର କିଲୋ ହେଉଛି 60 ଟଙ୍କା ଗ୍ରୁମର। ସସ୍ପେଣ୍ଡ କରାଯାଇଛି, ତାଙ୍କୁ ସସ୍ପେଣ୍ଡ କରାଗଲା। ସେଇଠି ଆମେ କଲେକ୍ଟର ପାଖକୁ ଲିଖିତ ଭାବେ ଜଣେଇଲୁ ବିଧାନସଭା ସସ୍ପେଣ୍ଡ କରାଗଲା। ବର୍ତ୍ତମାନ ସୁଦ୍ଧା ସେ ସୋସାଇଟିକୁ ଯାଇନାହାନ୍ତି। ଯେଉଁ ନୂତନ ଦାୟିତ୍ୱ ନେଲେ ଗତ 24 ତାରିଖ ଯେଉଁ ସେକ୍ରେଟାରୀ ସେ ଏପର୍ଯ୍ୟନ୍ତ ଏଠାରେ ନିଯୁକ୍ତି ପାଇନାହାନ୍ତି। ଆମେ ଜାଣିବା ପାଇଁ ପାଉଛୁ ସେମାନେ ନିଯୁକ୍ତି ନ ଦେଇକରି ଜ୍ଞାନରଞ୍ଜନ ନାୟକଙ୍କୁ ରଖିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଏଇ କୁଜି ନେତା ଏବଂ ରାଜନେତା ବହୁତ ଚେଷ୍ଟା କରୁଛନ୍ତି। ଟଙ୍କା ପଇସା କାରବାର ଚାଲିଛି ବୋଲି ଆମେ ଖବର ପାଉଛୁ। ଆମେ ତ ଆଖିରେ ଦେଖିନୁ, ଖବର ପାଉଛୁ। ଆମେ ଚାହୁଁଛୁ ଯିଏ ସସ୍ପେଣ୍ଡ ହେଇଛି ତାକୁ ଏ ଜାଗାରୁ ତୁରନ୍ତ ହଟେଇ ଦିଆଯାଇକରି ନୂଆ ସେକ୍ରେଟାରୀଙ୍କୁ ଦାୟିତ୍ୱ ଦିଆଗଲେ ଆମେ ଚାଷୀକୁ ଉପକୃତ ହେବ ବୋଲି ଆମେ ଭାବୁଛୁ। ବିଳମ୍ବ ହେଲେ ଆମେ ବାଧ୍ୟ ହେଇକରି ରାଜରାସ୍ତାକୁ ଓହ୍ଲାଇବୁ ଏବଂ କଲେକ୍ଟରଙ୍କ ଅଫିସ ଆଗରେ ଆମେ ଧାରଣା ଦେବୁ। केन्द्रापड़ा जिला राजनगर कोऑपरेटिव सोसाइटी संपादक ज्ञानरंजन नायक चाषी शोषण, लोन हेरफेर, टोकन हेरफेर, उपरिस्थ अधिकारी फोन न उठाइबा, वर्ष वर्ष धरी ऑडिट रिपोर्ट ठीक न करिबा भली अनेक अभियोग रे एआरसीएस जोगेन्द्रनाथ विश्वाल जून मास 24 तारिख में निलंबन करी जगार भाटपड़ा सोसाइटी संपादक नीलमणि प्रधान को राजनगर सोसाइटी दायित्व देवाकू सरकारी ऑर्डर रे लिपिबद्ध करथिले। किंतु दुख परितापर विषय आज को गोटे मास पूरा को बसी सुधा राजनगर सोसाइटी रे नीलमणि प्रधान दायित्व न नेबारु चाषी इंश्योरेंस, सार किणा और लोन अदल बदल बड़ समस्या होइछि। ଜ୍ଞାନରଞ୍ଜନ ନାୟକ ଯେ ସମ୍ପାଦକ ରହିଛନ୍ତି ତାଙ୍କ ନାଁରେ ଆପଣ ଅଭିଯୋଗ ଆଣୁଛନ୍ତି ଟୋକନ ଲାପ୍ସ କରିଥିଲା ଆପଣଙ୍କର, ତେବେ ଏବେ ନିଲମ୍ବନ କରାଯାଇଥିଲା। ଲାପ୍ସ କେମିତି ହେଲା, ନିଲମ୍ବନ ପରେ ଆପଣଙ୍କ ମତ କ'ଣ ରହିବ? ଲାଭ ତାଙ୍କ ପାଖରୁ ଟୋକନ ପାଇଁ ଗଲୁ, ସେ ଆଜି ଦେବେ କହିଲେ, କାଲି ଦେବେ କହିଲେ, ଏମିତି କହିକି ମାସ ଯାକ ବିତିଗଲା। ଲାଷ୍ଟ ତାଙ୍କୁ ଯେତେବେଳେ ଫୋନ୍ କଲା ବେଳକୁ ମୁଁ ଏଠି ଅଛି ଅଫିସରେ ନାହିଁ, ପରେ ଦେବି, ଆଜି ଦେବି, କାଲି ଦେବି କହି ଏମିତି ବିତିଗଲା। ଆମେ କଲେକ୍ଟର ପାଖକୁ ଯାଇ ଭେଟିଲୁ। କଲେକ୍ଟର ଯେତେବେଳେ ତଦନ୍ତକାରୀ ଟିମ୍ ପଠେଇଲେ, ତଦନ୍ତକାରୀ ଟିମ୍ କହିବା ମୁତାବକ ଟୋକନଟା ଦେଲେ। ତାପରେ ଟୋକନ ଦେଲା ପରେ ଆଇ ସ୍କାନ୍ କଲିନି, ଆମେ ପୁଣି ଗଲୁ କଲେକ୍ଟର ଅଫିସ। ତାପରେ କ'ଣ ହେଲା? ତାପରେ ଆଇ ସ୍କାନ୍ କଲେ, ତାପରେ କିନ୍ତୁ ଟଙ୍କା ଛାଡ଼ିଲେନି। ଟଙ୍କା ବି ବହୁତ ମାନେ ସବୁ ଲୋକ ପାଇସାରିଲେ। ତାପରେ ଆମକୁ ବହୁତ ଲେଟ୍ରେ ଆମେ ତାଙ୍କୁ ଦୌଡ଼ି ଟଙ୍କା ଲାଷ୍ଟ ଛାଡ଼ିଲେ। ଏବେ ତାଙ୍କୁ ସେ ଦୁର୍ନୀତି ମାମଲାରେ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ଆଜ୍ଞା।
ତେବେ ସସ୍ପେଣ୍ଡ ପରେ କ'ଣ କ'ଣ ସମସ୍ୟା ହେଇଛି କ'ଣ ଆପଣ ମତରେ? ସସ୍ପେଣ୍ଡ ପରେ ଆମେ ସାର ବି ପାଇପାରୁନୁ। ସାର ପାଇଁ ଯେତେବେଳେ ତାଙ୍କୁ ଅଫିସରେ ଯେଉଁ ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି ତାଙ୍କୁ ଏମାନେ ଡରୁଛନ୍ତି, ଧମକଉଛନ୍ତି, ସିଏ ବି ଆସିପାରୁନାହାନ୍ତି କି ଜଏନ୍ କରିପାରୁନାହାନ୍ତି। ଆପଣ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଯେ ନୂଆ ସମ୍ପାଦକ ଦାୟିତ୍ୱ ନେଇଛନ୍ତି ସିଏ ଆସିକି ତୁରନ୍ତ ଜଏନ୍ କରିବେ। ତେବେ ସରକାରୀ ଅର୍ଡର ପରେ କାହିଁକି ଏପର୍ଯ୍ୟନ୍ତ ନୀଳମଣି ପ୍ରଧାନ ରାଜନଗର ସୋସାଇଟି ଦାୟିତ୍ୱ ନେଇନାହାନ୍ତି ତାର କୌଣସି ଉତ୍ତର ନାହିଁ। ଏଆରସିଏସ୍ ଯୋଗେନ୍ଦ୍ରନାଥ ବିଶ୍ୱାଳଙ୍କ ନିକଟରେ ମୋଟା ଅଙ୍କରେ ଏସ୍ଆରସି ବୋର୍ଡ ସଭାପତି ଦଧିବାମନ ଭୂୟାଁ ଓ ବୋର୍ଡ ନିର୍ଦ୍ଦେଶ ଗୋଷ୍ଠୀ ଚୁପ୍ ବସିଥିବା ଚାଷୀ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ଚାଷୀଙ୍କୁ ଶୋଷଣ କରୁଥିବା ସମ୍ପାଦକ ଜ୍ଞାନରଞ୍ଜନ ନାୟକ ନିଲମ୍ବନ ପରେ ଚାଷୀ ଖୁସି ଥିବା ବେଳେ ସରକାରୀ ଅର୍ଡରର ପାଳନ ହୋଇନି। ଡବଲ ଇଞ୍ଜିନ ସରକାର ଚାଷୀଙ୍କ ଉନ୍ନତି ଓ ବିକାଶ ପାଇଁ ଚିନ୍ତା କରୁଥିବା ବେଳେ ଏପଟେ ଚାଷୀଙ୍କୁ ଶୋଷଣ କରୁଥିବା ନିଲମ୍ବିତ ସମ୍ପାଦକଙ୍କୁ ସୁରକ୍ଷା ଦେବା ପାଇଁ ମୋଟା ଅଙ୍କର କାରବାର କରି ସରକାରଙ୍କୁ ବଦନାମ କରିବାକୁ ବଡ଼ ଚକ୍ରାନ୍ତ କରିଛନ୍ତି ଏଆରସିଏସ୍ ଯୋଗେନ୍ଦ୍ରନାଥ ବିଶ୍ୱାଳ ବୋଲି ଅଭିଯୋଗ ହୋଇଛି। ସୁଭାଷ ଚନ୍ଦ୍ର ସେଠୀ, ମୁଁ ଜଣେ ଚାଷୀ। କ'ଣ ହେଇଛି ସମସ୍ୟା ଆପଣଙ୍କର? ବର୍ତ୍ତମାନ ସମସ୍ୟା ହେଇଛି ଖରିଫ ଋତୁରେ ଯେଉଁ ଧାନ ସମସ୍ୟା, ଆମେ ଟୋକନ ପାଇଲୁନୁ ଏବଂ ଟୋକନ ଯଦି କଲେକ୍ଟର ପାଖକୁ ଗଲୁ, କଲେକ୍ଟର ଯେଉଁ ଯୋଗେନ୍ଦ୍ର ବାବୁ ତାଙ୍କର ଅଛନ୍ତି କ'ଣ ସିଏସ୍ଓ, ସିଏ ଅର୍ଡର କରିଦେଲେ ଏବଂ ତଦନ୍ତ ଟିମ୍ ଆସିଲା, ସିଏ ସବୁ ଆମକୁ ଟୋକନଟି ଦେଲେ। କିନ୍ତୁ ଟୋକନ ଦେଲା ପରେ ଆମେ ଯେତେବେଳେ ଧାନ ଦେଇ ସାରିଲୁ, ମାସ ଧରି ଆମର ଚାଲିଲା ଖାଲି ତାଙ୍କ ପାଖକୁ ଯିବା ଏବଂ କେଉଁଠି ବାଘୁଆ, କେଉଁଠି ନାଉକଣା, କେଉଁଠି ଚକ୍ରଧରପୁର ସମ୍ପାଦକ ମହୋଦୟ ଜ୍ଞାନରଞ୍ଜନ ନାୟକ ସସ୍ପେଣ୍ଡ ହେଇଯାଇଛନ୍ତି, ଦୁର୍ନୀତି କରିଛନ୍ତି ବୋଲି ସେ ସସ୍ପେଣ୍ଡ ହେଇଛନ୍ତି, କିନ୍ତୁ ସେ ସସ୍ପେଣ୍ଡ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଇପାରୁନି। ସେ ବର୍ତ୍ତମାନ ଯେଉଁ ନୂଆ ଦାୟିତ୍ୱ ଯେଉଁ ନେଲେ ନୀଳମଣି ବାବୁ, ସେମାନେ ତ ଏପର୍ଯ୍ୟନ୍ତ ଜଏନ୍ ପାରୁନାହାନ୍ତି। ଏଇ ଯେଉଁ ରହିଲେ ଦୁର୍ନୀତିଖୋର ବୋର୍ଡ ସଭ୍ୟ ସଭାପତି, ଏମାନେ 10 ଗାଡ଼ି 15 ଗାଡ଼ି ଲେଖା ଧାନ ଦେଇଛନ୍ତି, କିନ୍ତୁ ପ୍ରକୃତି ଯେ ଚାଷୀ ସେମାନେ ଗୋଟିଏ ଗାଡ଼ି ବି ଧାନ ଦେଇପାରିଲେ ନାହିଁ। ଆପଣ କ'ଣ ଦେଖିବେ ମତେ ମୋହନ ସରକାର ଜିଲ୍ଲାପାଳ କ'ଣ କହିବେ ଯେଉଁ ଅଟକେଇ ରହିଛି ଏଇଟା ନିଲମ୍ବନ? ତେଣୁ ଆମେ ବର୍ତ୍ତମାନ ଚାଷୀ, ମୋହନ ସରକାର ଚାଷୀମାନଙ୍କ ପାଇଁ ବହୁତ ଉନ୍ନତି ପାଇଁ ବହୁତ କାମ କରିଛନ୍ତି, କିନ୍ତୁ ବର୍ତ୍ତମାନ ଯେଉଁ ପ୍ରଶାସନ ସ୍ତରରେ ସେ ତାକୁ କାର୍ଯ୍ୟକାରୀ ଯଦି ତ ହେଇଛି, କିନ୍ତୁ କାହିଁକି ସେ ହେଉନି ତା ଉପରେ ସେ ତଦନ୍ତ କିଛି ନାହିଁ। ତେଣୁ ଆମେ ଚାହୁଁଛୁ, ଆମର ଏପର୍ଯ୍ୟନ୍ତ ସାର ଚାଷ ଆରମ୍ଭ ହେଲା, ସାର ମୁଠା ପାଇଲି ନାହିଁ କି ଆମର ଏପର୍ଯ୍ୟନ୍ତ ଇନ୍ସୁରାନ୍ସ ବି ହେଲା ନାହିଁ। ତେଣୁ ସମ୍ପାଦକ ନାହାନ୍ତି ବୋଲିକି ଆମେ ହଇରାଣ ହେଉଛୁ। ତେଣୁ ଆମେ ସରକାରଙ୍କ ଅନୁରୋଧ କରୁଛୁ ଏବଂ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରୁଛୁ, ସେ ତୁରନ୍ତ ଜ୍ଞାନରଞ୍ଜନକୁ ଡିସମିସ୍ କରନ୍ତୁ ଏବଂ ନୀଳମଣି ବାବୁଙ୍କୁ ସେ ତାଙ୍କ ସ୍ଥାନରେ ଆଣିକରି ସ୍ଥାନିତ କରନ୍ତୁ। ଆମେ ଗୋଟେପଟେ କୁଜି ନେତା ଓ ରାଜନଗର ସୋସାଇଟିର ବୋର୍ଡ ସଭାପତି ଏବଂ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଅନ୍ୟପଟେ ରାଜନଗର ସୋସାଇଟିର ନୂତନ ସମ୍ପାଦକ ରୂପେ ଦାୟିତ୍ୱ ପାଇଥିବା ନୀଳମଣି ପ୍ରଧାନ, ଜିଲ୍ଲାପାଳ ତୁରନ୍ତ ଦାୟିତ୍ୱ ନଦେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବଡ଼ ଗଣଧାରଣା ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି। ଏମିତି ବି ଚାଷୀ କହିଛନ୍ତି, ଯଦି ସେମାନଙ୍କ ଦାବି ପୂରଣ ନ କରାଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ। ରାଜନଗରରୁ ସର୍ବେଶ୍ୱର ପ୍ରଧାନଙ୍କ ରିପୋର୍ଟ, ଶପଥ ନ୍ୟୁଜ୍।